ଗପଟିର ନାମ ସାବାସ୍ ଠେକୁଆ। ଥରେ ଗୋଟିଏ ବଣ ଭିତରେ ସିଂହ ଜୀବଜନ୍ତୁମାନଙ୍କୁ ମନ ଇଚ୍ଛା ମାରି ଖାଇଲା। ବଣଜନ୍ତୁମାନେ ଡରିଗଲେ। ସମସ୍ତେ ମିଶି ସିଂହଠାରୁ ରକ୍ଷା ପାଇବା ପାଇଁ ଗୋଟିଏ କଥା ଠିକ୍ କଲେ। ତା ପରଦିନ ସେମାନେ ସିଂହ ପାଖକୁ ଗଲେ। ସେମାନେ କହିଲେ, ମହାରାଜା, ଆପଣଙ୍କ ଖାଇବା ପାଇଁ ପ୍ରତିଦିନ ପାଳି କରି ଗୋଟିଏ ଗୋଟିଏ ବଣଜନ୍ତୁ ଆସିବେ। ଆପଣ ତାକୁ ଖାଇ ଆରାମରେ ରୁହନ୍ତୁ। ସିଂହ ସେମାନଙ୍କ କଥାରେ ରାଜି ହୋଇଗଲା। ଆଉ ଶିକାର କରିବାକୁ ଗଲା ନାହିଁ। ପ୍ରତିଦିନ ପାଳି କରି ଆସୁଥିବା ଜନ୍ତୁଟିକୁ ଖାଇ ଆରାମରେ ରହିଲା। ଦିନେ ଗୋଟିଏ ଠେକୁଆର ପାଳି ପଡ଼ିଲା। ସେ ଭାରି ଚାଲାକ। ସିଂହକୁ ମାରିବା ପାଇଁ ସେ ଗୋଟିଏ ଉପାୟ ଠିକ୍ କଲା। ସେ ଜାଣିଶୁଣି ଡେରି କରି ସିଂହ ପାଖକୁ ଗଲା। ସିଂହକୁ ବହୁତ ଭୋକ କରୁଥାଏ। ଠେକୁଆ ଡେରିରେ ପହଞ୍ଚିବାରୁ ସେ ରାଗିଯାଇ କହିଲା, ଆରେ ଠେକୁଆ, ଏତେ ଡେରିରେ କାହିଁକି ଆସିଲୁ? ଠେକୁଆ ମିଛିମିଛିକା ଭୟ କରି କହିଲା, ଆଜ୍ଞା, ମୁଁ ଆପଣଙ୍କ ପାଖକୁ ଦୌଡ଼ି ଦୌଡ଼ି ଆସୁଥିଲି। ବାଟରେ ଆଉ ଗୋଟିଏ ସିଂହ ମୋ ବାଟ ଜଗି ଖାଇବାକୁ କହିଲା। ମୁଁ ତା କବଳରୁ ଖସି ଆପଣଙ୍କ ପାଖକୁ ଆସିଛି। ସିଂହ ଖୁବ୍ ଜୋରରେ ରାଗିଗଲା। ସେ କହିଲା, ଚାଲ, ସେ କେଉଁଠି ଅଛି ଦେଖାଇବୁ। ମୁଁ ତାକୁ ଆଗେ ମାରି ସାରିଲେ ତାପରେ ଯେଉଁ କଥା। ଠେକୁଆ ସିଂହକୁ ନେଇ ଗୋଟିଏ କୂଅ ପାଖକୁ ଗଲା। ସେ କହିଲା, ମହାରାଜା, ସିଂହଟି ଏଇ କୂଅ ଭିତରେ ଲୁଚିଛି। ସିଂହ କୂଅ ଭିତରକୁ ଚାହିଁଲା। କୂଅ ପାଣିରେ ତା ନିଜ ଛାଇକୁ ଦେଖି ଭାବିଲା, ସତକୁ ସତ ସିଂହଟିଏ ରହିଛି। ସେ ରାଗରେ ଗର୍ଜନ କରି କୂଅ ଭିତରକୁ ଡେଇଁ ପଡ଼ିଲା। ସେ ପାଣିରୁ ଆଉ ବାହାରି ନ ପାରି ବୁଡ଼ି ମରିଗଲା। ସିଂହକୁ ଠେକୁଆ ଚାଲାକ କରି ମାରିଥିବାରୁ ଜୀବଜନ୍ତୁମାନେ ତାକୁ ଖୁସି ହୋଇ କହିଲେ, ସାବାସ୍ ଠେକୁଆ।